ପ୍ରିୟ ପ୍ରିୟ ଆଜି କଣ ବାସନ ମଜା ସରିନି? ଆଜି କଣ ରୋଷେଇ କରିବ? ମତେ ବାହା ନ ହବା ପୂର୍ବରୁ ତ ତମେ ଭଲ କହୁଥିଲ ତମକୁ ରାଣୀ କରିକି ରଖିବି, ତମକୁ ଏଠି ରଖିବି ସେଠି ରଖିବି, ବାସନ ମୁଁ ମାଜିଦେବି, ରୋଷେଇ କରିଦେବି। ଭଲ ଥିଲେ ମିଛୁଟା ଗଲେ ରାଣୀ କରିକି ରଖିବି, ରାଣୀ ନା ଚନ୍ଦ୍ର କାଣୀ ମତେ କରିସାରିଲଣି। ତମେ ଆଉ କୁହନି ଏତେ ବଡ ବଡ କଥା। ରୋଷେଇ କଣ ଖାଇଲଣି? ସକାଳୁ ଟିକେ ମଣିଷ ଟିକେ ଶାନ୍ତିରେ ଶୋଇପାରିଲାନି। ରାଣୀ ହବା ନାଗି ତମ ପାଖରେ କଣ ଯୋଗ୍ୟତା ଅଛି ତମକୁ ମୁଁ ରାଣୀ କରିକି ରଖିବି? ରାଣୀ ମାନେ ତାଙ୍କ ଘରୁ ବାପ ଘରୁ ଆସିଲା ବେଳେ ଖାଲି ସୁନା ଗହଣା ସବୁ ପିନ୍ଧିକି ଆସିଥାନ୍ତି। ତମେ ତ ଖାଲି ଡ୍ରେସଟା ପିନ୍ଧିଲ, ମୁଁ ହଇତ ଲୁଚିକି ପଳେଇ ଆସିଲି। ମୁଁ ତମେ ଯଦି ଆଣିଥାନ୍ତ ସେଇ ପଇସା ମୁଁ ଭଲ ପିନ୍ଧିଥାନ୍ତି ନା, ମୁଁ ରଜା ହେଇଥାନ୍ତି ତମେ ରାଣୀ ହେଇଥାନ୍ତ। ତମେ ଗୋଟେ କିଛି ଆଣି ଗୋଟେ କେମିକାଲ ଗୋଟେ ସୁନା ନେଇକି ଆଇଲ, ସେଇଥିରେ ପୁଣି କହୁଛ ମତେ ରାଣୀ କରିକି ରଖ। ଯେତିକି ଅଛି ଭଲରେ ଅଛି। ହଉ ଦେ ଛାଡ଼, ସେଗୁଡ଼ା ସବୁ ଛାଡ଼। ରୋଷେଇଟା କଣ କଲ? ଟିକେ କଣ ଶିଖିଛ? ମୋମୋ ଦେଖିବା କଲ ଦେଖିବା। ମୋମୋ ଜାଣିଛ? ଆହୁରି ନା କଣ ମୋମୋ କରିକି ଦେବୁ? ମୋମୋ ଚୁପଚାପ ଚାଲ ହୋଟେଲରେ ଖାଇବା, ମୁଁ ରୋଷେଇ କରିପାରିବିନି। ଦିନେ ହେଲେ ତ ହୋଟେଲରେ ଖୁଆଅ। ଖାଲି ଘରେ ରୋଷେଇ କର, ଘରେ ଇଏ କର ସିଏ କର, ଏମିତି କରି କରି ତ ଦିନ ଯାଉଛି। ନା ମତେ ଭଲ ପାଉନା, ଗୋଟେ ପଦାରେ ବୋଧେ କୋଉଠି ରଖିଲାଣି, ସେଇଆ ହେଇଥିବ। ନା ମୁଁ ରଖିନେଲେ ମୁଁ କାହିଁ ପଦାରେ ରଖିବି? ଗୋଟାକୁ ସମୟ ହେଲାଣି ମୁଁ 25ଟା ରଖିବି। ମୁଁ କଣ ଏଇଟା ବୋକା? ଗୋଟେ ସେ 2-4ଟା କି 5-6ଟା ରଖିବ। ତମକୁ ବୁଝା ଏଇ ଶୁଣ ମୋ କଥା ଶୁଣ। ମୁଁ ଯଦି ତମକୁ ବାହା ନ ହେଇଥାନ୍ତି, ବିଶ୍ୱାସ କର ଇନଷ୍ଟାଗ୍ରାମରେ ପୁଅ ଚେଞ୍ଜ କଲା ଭଳିଆ ତମକୁ ମୁଁ 50 ଥର ଚେଞ୍ଜ କରିସାରିଥାନ୍ତି। କେବଳ କୋର୍ଟ ମ୍ୟାରେଜ କରିଛି ବୋଲି ମୁଁ ଅଛି, ନହେଲେ ତମ ଭଳିଆ ପୁଅ ମୁଁ କେତେ ଦେଖିଛି ବା। କଥା କହିବ ଚୁପଚାପ ଚାଲ, ମତେ ହୋଟେଲରେ ଖାଇବା। ଆଜି ରୋଷେଇ ଫୋଷେଇ ବନ୍ଦ।